ମୋ ପାଖକୁ ପ୍ରତି ମାସ 4-5ଟି ଲେଖାଏଁ କ୍ୟାନ୍ସର ରୋଗୀ ଆସନ୍ତି। କାହିଁକି ଆସନ୍ତି ନା ଏଇ ଯେଉଁ ଓରାଲ୍ କ୍ୟାନ୍ସର ରୋଗୀ ଯେଉଁଟାକି ସେମାନେ ଟୋବାକୋ ବ୍ୟବହାର କରିକି କ୍ୟାନ୍ସର ଆଫେକ୍ଟେଡ୍ ହେଇଯାଇଥାନ୍ତି। ନମସ୍କାର, ମୁଁ ଡକ୍ଟର ଧନଞ୍ଜୟ ବିଶ୍ୱାଳ, ଡେଣ୍ଟାଲ ସର୍ଜନ, ଯାଜପୁର ଟାଉନ୍, କବରଖାନା ଛକ, ଓଡ଼ିଶା। ଆଜି ଆମେ ଦାନ୍ତର ଉପକାରିତା ତ ସହିତ ଯେଉଁମାନେ ଗୁଟୁକା ଖାଇକି ଦାନ୍ତର ରଙ୍ଗ ବେରଙ୍ଗ କରିଦେଇଥାନ୍ତି ତାରି ଉପରେ ଡିସ୍କସନ୍ଟା କେମିତି ଦାନ୍ତର ରଙ୍ଗ ଛଡ଼େଇବା ପାଇଁ। ତେଣୁକରି ଆମେମାନେ ଡେ ଟୁ ଡେ ଲାଇଫ୍ ଭିତରେ ଏ ଯେଉଁ ଗୁଟକା ପାନ ଇତ୍ୟାଦି ସବୁ ବ୍ୟବହାର କରୁଛେ ସେଗୁଡ଼ିକୁ ଆକ୍ଚୁଆଲି ନ ଖାଇଲେ ଭଲ। ଯଦି ଯେଉଁମାନେ ୟୁଜ୍ କରୁଛନ୍ତି ରେଗୁଲାର ଭାବରେ ତାକୁ ଆମେ ନିମ୍ବ ଗଛର ଦାନ୍ତକାଠି ରେଗୁଲାର 2 ଥର ଘଷିବା ଦରକାର। ଘଷିବା ସହିତ ସେଗୁଡ଼ିକ ଜର୍ମିସାଇଡ୍ ହୋଇପାରିବ। ଦାନ୍ତ ମୂଳରେ ଯେଉଁ ହଳଦିଆ ପର୍ସନ୍ ସବୁ ଲାଗି ରହିଥାଏ ତାକୁ କହନ୍ତି ଟାଟ୍ରା କହନ୍ତି, ସେଗୁଡ଼ିକ ସବୁ ଧୀରେ ଧୀରେ ଆଉଟ୍ ହେଇଯିବ, ବାହାରିଯିବ। ତା ସହିତ ଯଦି କଦଳୀ ଚୋପାକୁ ଦଳି ଦେଇକି ବା ତାକୁ ଗୋଟେ ପେଷ୍ଟ ରକମ ବନେଇକି ଯଦି 2 ଥର ଆମେ ଘଷି ପାରିବା ସେଟା ବି ଆପଣଙ୍କର ଟାଟ୍ରା ୟେଲୋ ପର୍ସନ୍ କାଟିଦେବା ପାଇଁ ସେ ସାହାଯ୍ୟ କରିପାରିବ। ତା ସହିତ ସୋରିଷ ତେଲ, ଲୁଣ, ହଳଦୀକି ଏକତ୍ର କରିକି 2 ଥର ଲେଖାଏଁ ଘଷିବା ସେ ବହୁତ ଇଫେକ୍ଟିଭ ଦାନ୍ତ ମଜବୁତ କରିବାରେ ଏବଂ ଦାନ୍ତର ଯେଉଁ ହଳଦିଆ ପର୍ସନ୍, କଳା ପର୍ସନ୍ ସବୁ ଦାନ୍ତ ମୂଳରେ ଲାଗି ରହିଛି ସେ ବି ବାହାର କରିଦେବ। ହଳଦୀ ଆଣ୍ଟି ଜର୍ମସାଇଡ୍, ଆଣ୍ଟିବାୟୋଟିକ୍, ଆଣ୍ଟିସେପ୍ଟିକ୍ କାମ କରେ। ହଳଦୀ ଯଦି ଆମେ 2 ଥର ଗୋଟେ ଚାମଚ ଉଷୁମ ପାଣିରେ ରେଗୁଲାର ଖାଇବା ତାହେଲେ ଆପଣ ଜର୍ମିସାଇଡ୍ ପେଟରେ କୁର୍ମିଟାକୁ ସେ ବନ୍ଦ କରିପାରିବ। ତା ସହିତ ତାକୁ ସୋରିଷ ତେଲ, ଲୁଣ, ହଳଦୀରେ ମିଶାଇଲେ, ହଳଦୀକୁ ସୋରିଷ ତେଲ, ଲୁଣ ରେ ମିଶାଇକି ବ୍ୟବହାର କଲେ 2 ଥର ଲେଖାଏଁ ଦାନ୍ତର ଜର୍ମିସାଇଡ୍ ନଷ୍ଟ ହେବ। ହଳଦୀର ଗୋଟେ ଭଲ ଗୁଣ ଅଛି, ଆଣ୍ଟିବାୟୋଟିକ୍ ଗୁଣ ଅଛି, ଆଣ୍ଟିସେପ୍ଟିକ୍, ଜର୍ମ ଗୁଡ଼ିକ ନଷ୍ଟ କରିଦେଇଥାଏ। ଦାନ୍ତ ମୂଳରେ ଯେଉଁ ହଳଦିଆ ପର୍ସନ୍ ରହିଥାଏ ସେ ନଷ୍ଟ କରିଦିଏ। ତେଣୁକରି ଆମେ ରେଗୁଲାର ହଳଦୀ ଖାଇବା ସହିତ 2 ଥର ଲେଖାଏଁ ବ୍ୟବହାର କରିବା ଦରକାର। କଦଳୀ ଚୋପାରେ ମଧ୍ୟ ପରଫେକ୍ଟ ଆଣ୍ଟିବାୟୋଟିକ୍, ଆଣ୍ଟିସେପ୍ଟିକ୍ ଗୁଣ ଅଛି। ତାକୁ ଯଦି 2 ଥର ଚୋପାକୁ ପେଷ୍ଟ କରିକି ବ୍ୟବହାର କରିପାରିବା ତାହେଲେ ବଢ଼ିଆ ସେ ବି କଦଳୀ ଚୋପା ବି ଇଫେକ୍ଟିଭ ହେଇପାରିବ। ମୁଁ ବର୍ତ୍ତମାନ ୟଙ୍ଗ ମାସ୍କୁ ମୁଁ ମେସେଜ୍ ଦେବି ଯେଉଁମାନେ ରେଗୁଲାର ଗୁଟକା, ପାନ, ବିଡ଼ି ବା ଅନ୍ୟାନ୍ୟ ଟୋବାକୋ ଜାତୀୟ ଦ୍ରବ୍ୟ ବ୍ୟବହାର କରୁଛନ୍ତି, ସେମାନେ ଦୟାକରି ଏଥିରୁ ନିବୃତ୍ତ ରୁହନ୍ତୁ। ମୋ ପାଖକୁ ପ୍ରତି ମାସ 4-5ଟି ଲେଖାଏଁ କ୍ୟାନ୍ସର ରୋଗୀ ଆସନ୍ତି। କାହିଁକି ଆସନ୍ତି ନା ଏଇ ଯେଉଁ ଓରାଲ୍ କ୍ୟାନ୍ସର ରୋଗୀ ଯେଉଁଟାକି ସେମାନେ ଟୋବାକୋ ବ୍ୟବହାର କରିକି କ୍ୟାନ୍ସର ଆଫେକ୍ଟେଡ୍ ହେଇଯାଇଥାନ୍ତି। ତେଣୁକରି ମୁଁ ଆପଣଙ୍କୁ ଅନୁରୋଧ କରିବି କି ଆଉ ମେସେଜ୍ ଦେବି ଯେଉଁଟାକି ଏହି ଜିନିଷରୁ ବ୍ୟବହାରରୁ ନିବୃତ୍ତ ରୁହନ୍ତୁ, ଯେଉଁଟାକି କ୍ୟାନ୍ସରରୁ ମୁକ୍ତି ପାଇପାରିବେ।